बरफ पहाड़ हिमालय पर्वतर ग्लेशियर मु बर्तमान के बद्रीनाथ रु फेरिकी आसिकी यही जगार रही एठू बद्रीनाथ होती 42 किलोमीटर। सकाल सूर्य किरण पड़ी किपरि भाव बरफ पर्वत देखा आपण माने देखो निजे आसिले निज आखिरे एगुड़ा न देखिले आपण इति सुंदर जगह इते सौंदर्य जगह को आपण उपभोग करिपारिबे नाही। समग्र विश्वर एक गोटे प्रसिद्ध जगह गछ डाल पत्र भर्ती गोटे जंगल कहले चले। ये जंगल भितर रहिबा बहुत आरामदायक उत्फुल्लित होइजिबे आपण माने एई जगार जदि किछि समय रही एई पर्वतमाला को पर्वत सुंदरी को एंजॉय करि परिबे। जय श्री बद्रीनाथ। कि विचित्र ठाकुर को जगार से रही लोक कहती विष्णुकर जो चारिधाम रही शंकराचार्य जो चारिधाम कर चारिधाम रे 6 मास विष्णु एठी बद्रीनाथ रे 6 मास काल अलकानंद रे स्नान करिवे। स्नान करी तापर जिबे द्वारिका वस्त्र परिधान करिवे वेशभूषा हेबे। तापरे वेशभूषा हो सारा तापरे सीए पुरी जिबे खाइबे एवं रामेश्वर रे शयन करिवे। तांकर जो अनंत शयन करती 6 मासरे होची तांकर ये होची कार्यक्रम। आउ 6 मास जो शीत दिन जोठी लोक माने आसंतिनी बद्रीनाथ को दर्शन करने पाई बरफ पड़ता हेचु से समय विष्णुकर कार्यक्रम टिके बदली जाए। सी स्नान करती रामेश्वर समुद्र पानी रे। इठी अलकानंद रे स्नान करुले बरफ पानी रे। सिटी 6 मास स्नान करिवे शीत ऋतु रे समुद्र पानी रे रामेश्वर पाखे सिठू से देखिए आप पानी छिंचड़ा हो 6 मास स्नान कर सारा पुणी द्वारका जीवे वस्त्र परिधान करने तापर आसवे पुरी श्री जगन्नाथ मंदिर रे 56 भोग महाप्रसाद तथा 56 भोग जिते सब प्रसाद अच्छी ताकू सेवन करेंगे। तापर आसवे बद्रीनाथ ये ध्यान करेंगे। तांकर प्रोग्राम रे विष्णुकर प्रोग्राम रे जोड़े जगार किसी परिवर्तन हुए। प्रथमटी है द्वारकार वस्त्र परिधान करेंगे एवं पुरी जगन्नाथ मंदिर रे भोजन करेंगे। मात्र 6 मास काल इठी बद्रीनाथ रे स्नान करेंगे आउ 6 मास ध्यान करेंगे। रामेश्वर सेमितिका 6 मास शयन करेंगे आउ 6 मास समुद्र जल स्नान करेंगे। विचित्र घटना ये महाप्रभु श्री विष्णु संसार सृष्टिकर्ता संसार रक्षाकर्ता सी परम ब्रह्म सी तांकर जहा इच्छा तांकर जहा कार्य सी ही संपादित करती। आपण मैंने जानते जे थरे ब्रह्मा एवं शिव मध्य झगड़ा है। शिव ब्रह्मांकर गोटे मुंड छेदन करते तापर सी अनुतप्त कले एवं विष्णु कहवा अनुसार
এই ବଦ୍ରିନାଥରେ ସେ ଆସିକିରି ଏଇଠି ଯେଉଁ ଗୋଟେ ବ୍ରହ୍ମଶିଳା ସ୍ଥାପନ କଲେ ଏବଂ ସେଇ ବ୍ରହ୍ମଶିଳା ପାଖରେ ତାଙ୍କର ଶ୍ରାଦ୍ଧ କଲେ। ଯେଉଁ ବ୍ରହ୍ମାଙ୍କର ଯେଉଁ ମୁଣ୍ଡଟି କାଟିଥିଲା ସେ ମୁଣ୍ଡ ପାଇଁ ଶ୍ରାଦ୍ଧ କଲେ, ଅନୁତପ୍ତ କଲେ। ତେଣୁ ସେ ବ୍ରହ୍ମଶିଳା ଏବେ ବି ରହିଛି। ଆଉ ସେଇ ବ୍ରହ୍ମଶିଳା ପାଖରେ ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ହିନ୍ଦୁର ଆସିକରି ଥରେ ସେଠି ଶ୍ରାଦ୍ଧ କରିବା କଥା। ସେଇଠି ଶ୍ରାଦ୍ଧ କରିସାରିଲା ପରେ ଆଉ କୌଣସି ଜାଗାରେ ଶ୍ରାଦ୍ଧ କରିବା କିଛି ଆବଶ୍ୟକ ନାହିଁ, ଏପରିକି ଗୟାରେ ମଧ୍ୟ ନୁହଁ। ଏଇଠି ପିଣ୍ଡଦାନ ଯଦି କରିବେ ଆପଣ ବଦ୍ରିନାଥ ପାଖରେ ବ୍ରହ୍ମକମଳ ଜାଗାରେ ବ୍ରହ୍ମଶିଳା ଯେଉଁଠି ରହିଛି, ତାହେଲେ ଆପଣ ଆଉ ପିତୃଲୋକଙ୍କ ପାଇଁ ଶ୍ରାଦ୍ଧ କରିବାର କିଛି ଆବଶ୍ୟକ ନାହିଁ ବର୍ଷ ସାରା। ଏଇଠି ଥରେ ଆପଣ ଯଦି ଶ୍ରାଦ୍ଧ କରିଦେଲେ ତାହେଲେ ଆପଣଙ୍କର ପିତୃଲୋକ ମୋକ୍ଷ ହେଇଯିବେ। ସେ ସକାଶେ ମୋର ସମସ୍ତଙ୍କୁ ଅନୁରୋଧ, ଜୀବନକାଳ ମଧ୍ୟରେ ଥରେ ଆସନ୍ତୁ। ଏଇଠି ଯେଉଁ ଉତ୍ତରାଖଣ୍ଡରେ ଚାରିଧାମ ରହିଛି, ସେ ଚାରିଧାମ ଭିତରେ ପ୍ରଥମେ ହେଉଛି ଯମୁନୋତ୍ରୀ। ମା ଯମୁନା ଆଜି ଯମୁଙ୍କର ଭଗ୍ନୀ, ତାଙ୍କର ସେଇ ଯେଉଁ କୁଣ୍ଡରେ ତପ୍ତ କୁଣ୍ଡରେ ସ୍ନାନ କରି ମା ଯମୁନାଙ୍କୁ ପ୍ରାର୍ଥନା କରିବେ, ଯେଉଁ ସକାଶେ ଯମ ଖୁସି ହୁଅନ୍ତି। ଏବଂ ସୂର୍ଯ୍ୟ ହେଉଛନ୍ତି ଯମୁନାଙ୍କର ମାତା, ଯମୁନାଙ୍କର ପିତା। ତେଣୁ ସେ ଦୃଷ୍ଟିରୁ ସେଇଠି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଆଯାଏ। ସେଇ କୁଣ୍ଡରେ ସ୍ନାନ କରାଯାଏ ଯେଉଁଠି ଗରମ ପାଣି ବାହାରେ। ତାପରେ ଯମୁନା ମାଙ୍କୁ ସ୍ନାନ କରିବେ। ସେ 6 କିଲୋମିଟର ଆପଣଙ୍କୁ ପାହାଡ଼ ଉପରେ ଯିବାକୁ ପଡ଼ିବ। ତାପରେ ଆପଣଙ୍କର ଆସିବେ ଗଙ୍ଗୋତ୍ରୀ, ଯେଉଁଠି ଗଙ୍ଗାଙ୍କର ଉତ୍ପତ୍ତି ସ୍ଥଳ। ସେଇଠୁ ଆପଣଙ୍କର ଗଙ୍ଗୋତ୍ରୀ ମା ଗଙ୍ଗାଙ୍କୁ ଦର୍ଶନ କରିବେ। ତାପରେ ଆସିବେ କେଦାରନାଥ। କେଦାରନାଥ ହେଉଛି ଗୋଟେ ମୁଖ୍ୟ ସ୍ଥଳ, ମାନେ ଆପଣଙ୍କର ସେଇଠି ପ୍ରାର୍ଥନା କରିବେ ଆପଣଙ୍କ ନିଜ ପାଇଁ ଯେ ଆପଣ କେମିତି ମୋକ୍ଷ ହେବେ, ଆଉ ଯେମିତି ପୁନର୍ଜନ୍ମ ନ ହେବ, ଏବଂ ଆପଣ କେମିତିକା ବୈକୁଣ୍ଠ ପ୍ରାପ୍ତି ହେବେ ବା ଶିବଲୋକ ପ୍ରାପ୍ତି ହେବେ, ଏବଂ ଜୀବନରେ ଯାହା ସବୁ ଆପଣ ପାପ କରିଥିବେ ତାଙ୍କୁ ପ୍ରାର୍ଥନା କରି ତାଙ୍କରି ପାଖରେ ଭକ୍ତି ଭାବରେ ନିଜକୁ ସମର୍ପଣ କଲେ ଆପଣଙ୍କୁ ମୋକ୍ଷ ମିଳିବ। ସେ ସକାଶେ ଆପଣଙ୍କୁ ଯିବାକୁ ପଡ଼ିବ କେଦାରନାଥ ଦର୍ଶନ କରିବେ। କେଦାରନାଥ ଦର୍ଶନ 16 କିଲୋମିଟର ରାସ୍ତାରେ ଯିବେ। ଆଉ ତାପରେ ଆପଣ ଆସିବେ ବଦ୍ରିନାଥ। ବଦ୍ରିନାଥ ପାଖକୁ ଗାଡ଼ି ଯାଇପାରି 2 କିଲୋମିଟର ଆପଣଙ୍କୁ ଚାଲିବାକୁ ପଡ଼େ ବଦ୍ରିନାଥ ଧାମକୁ। ବଦ୍ରିନାଥ ଧାମକୁ ଗଲେ ପ୍ରଥମେ ଆପଣ ଯେଉଁ ରହିଛି ତପ୍ତକୁଣ୍ଡ, ସେଠି ସ୍ନାନ କରିବେ। ସ୍ନାନ କରିକିରି ଆସିକିରି ତାପରେ ଆପଣ ତର୍ପଣ କରିବେ ଏବଂ ଶ୍ରାଦ୍ଧ କରିବେ, ପିଣ୍ଡଦାନ କରିବେ ବ୍ରହ୍ମକମଳରେ। ତାପରେ ବ୍ରହ୍ମଶିଳାରେ ଆପଣ ସେଇ ଶ୍ରାଦ୍ଧର ଯାହା ଜିନିଷ ସେଠି ବ୍ରହ୍ମଶିଳାରେ ଛୁଆଇକିରି ଅଳକାନନ୍ଦରେ ଫୋପାଡ଼ିବେ। ତାପରେ ଯିବେ ବଦ୍ରିନାଥଙ୍କୁ ଦର୍ଶନ କରିବେ। ବଦ୍ରିନାଥଙ୍କୁ ଆପଣ ଦର୍ଶନ କରିବେ। ବଦ୍ରିନାଥ ବସିବା ଅବସ୍ଥାରେ ଅଛନ୍ତି, ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଛନ୍ତି। ବିଚିତ୍ର ଶାଳାଗ୍ରାମ ପଥରରେ ନିର୍ମିତ ମୂର୍ତ୍ତି। ଆପଣଙ୍କୁ ଦେଖିଲା ମାତ୍ରେ ଭକ୍ତିଭାବ ଆସିଯିବ। ବିଚିତ୍ର ଠାକୁର ସିଏ, ତାଙ୍କୁ ଦେଖିଲା ମାତ୍ରେ ଆପଣ ଏତେ ସୁନ୍ଦର ଭାବରେ ଭକ୍ତିଭାବ ଆପଣଙ୍କ ମଧ୍ୟରେ ଜାଗ୍ରତ ହେବ, ଆପଣ ଭାବିପାରିବେନି। ଆଉ ସବୁଠୁ ମଜା କଥା ହେଲା ତାଙ୍କର ଯେଉଁ 4ଟି ଯେଉଁ ବେଢ଼ା ଭିତରେ ମହାଲକ୍ଷ୍ମୀ ବିରାଜମାନ। ମହାଲକ୍ଷ୍ମୀଙ୍କ ପରେ ଅଛନ୍ତି ହନୁମାନ ଅଛନ୍ତି, ଗଣେଶ ଅଛନ୍ତି। ତାଙ୍କ ଛଡ଼ା ଯୋଡ଼ିଏ ମୂର୍ତ୍ତି ଆପଣ ଭାରତରେ କୌଣସି ଜାଗାରେ ଦେଖିବେନି। ଗୋଟିଏ ହେଲା ନର ନାରାୟଣ ମୂର୍ତ୍ତି ସେଠି ପୂଜା ପାଉଛନ୍ତି। ନାରାୟଣ ନର ରୂପରେ ସେଠି ପୂଜା ପାଉଛନ୍ତି, ନର ନାରାୟଣ ମୂର୍ତ୍ତି। ତାପରେ ଆଉ ଗୋଟିଏ ହେଲା ସେଠି ରହିଛି ଘଣ୍ଟାକର୍ଣ୍ଣଙ୍କର ପୂଜା ପାଉଛନ୍ତି। ଏ ଯେଉଁ ଘଣ୍ଟାକର୍ଣ୍ଣ ଭାରତର କୌଣସି ଜାଗାରେ ଆପଣ ଦେଖିବେନି ଯେ ଘଣ୍ଟାକର୍ଣ୍ଣ ପୂଜା ପାଇବା। ଆପଣ ଦେଖିବେ ରେଖା ପଞ୍ଚମୀରେ ଓଡ଼ିଶାରେ ବହୁତ ଅଞ୍ଚଳରେ ଘଣ୍ଟାକର୍ଣ୍ଣକୁ ପୂଜା କରାଯାଏ।
ପଣ୍ଡୁ ଦିହରେ ତାଳପତ୍ର ପୋଥିରେ ଘଣ୍ଟାକର୍ଣ୍ଣଙ୍କର ପ୍ରାର୍ଥନା ଲେଖାଯାଏ। ତାପରେ ସରୁ ଚକୁଳି କରିକିରି ନଡ଼ିଆ ପୁର ଦେଇକିରି ଘଣ୍ଟାକର୍ଣ୍ଣଙ୍କୁ ପୂଜା କରାଯାଏ। ମାତ୍ର ଓଡ଼ିଶାର କୌଣସି ଜାଗାରେ ଘଣ୍ଟାକର୍ଣ୍ଣଙ୍କର ମୂର୍ତ୍ତି ପୂଜା ପାଇବା ଘଣ୍ଟାକର୍ଣ୍ଣଙ୍କର ମନ୍ଦିର ଆପଣ ନାହିଁ। କିନ୍ତୁ ସେଇ ଜାଗାରେ ରହିଛି ବଦ୍ରିନାଥଙ୍କର ଯେଉଁ ବେଢ଼ା ଭିତରେ ଆପଣ ଘଣ୍ଟାକର୍ଣ୍ଣଙ୍କର ମୂର୍ତ୍ତି ଦେଖିବେ। ଫଟୋ ଉଠାଇବା ବା ଭିଡ଼ିଓଗ୍ରାଫି କରିବା ମନା ମନ୍ଦିର ଭିତରେ, ତେଣୁ ମୁଁ ଫଟୋ ଉଠାଇ ପାରିଲିନି। ମାତ୍ର ଦର୍ଶନ କଲି ଘଣ୍ଟାକର୍ଣ୍ଣ। ଅତି ସୁନ୍ଦର ମୂର୍ତ୍ତି। ଆପଣ ସମଗ୍ର ଭାରତରେ ଗୋଟିଏ ମାତ୍ର ମୂର୍ତ୍ତି ସିଏ, ଏବଂ ସେ ମୂର୍ତ୍ତିକି ଆପଣ ଦର୍ଶନ କଲେ ଆପଣଙ୍କର ଭକ୍ତିଭାବ ଜାଗ୍ରତ ହେବ। ତେଣୁ ମୋର ଅନୁରୋଧ, ଗୋଟିଏ ଥର ଜୀବନରେ ଯେଉଁମାନେ ପାରୁଛନ୍ତି ସେମାନେ ଆସିକିରି ଏଇଠି ଯମୁନୋତ୍ରୀ, ଗଙ୍ଗୋତ୍ରୀ, କେଦାରନାଥ, ବଦ୍ରିନାଥ ଦର୍ଶନ କରି ଯାଆନ୍ତୁ। କିନ୍ତୁ ବନ୍ଧୁଗଣ, ବର୍ତ୍ତମାନ ସବୁ ହେଉଛି କ'ଣ ନା ହେଲିକପ୍ଟରରେ ଯିବା ପାଇଁ। ହେଲିକପ୍ଟରରେ ଆପଣ ଯାତ୍ରା କଲେ ଦୁଇ ପ୍ରକାର ହେଲିକପ୍ଟର। ଗୋଟିଏ ଆପଣ ଡେରାଡୁନରୁ ସିଧା ଯିବେ ହେଲିକପ୍ଟରରେ 4 ଧାମ ଯାତ୍ରା କରିବେ ବା 2 ଧାମ ଯାତ୍ରା କରିବେ, ବା ଆପଣ ବସ୍ରେ ଆସିକିରି ବା ଟ୍ୟାକ୍ସିରେ ଆସିକିରି କେଦାରନାଥ ଫାଟାରୁ ବା ଗୁପ୍ତକାଶୀରୁ ଆପଣ ହେଲିକପ୍ଟର ଯାତ୍ରା କରିବେ। ହେଲିକପ୍ଟର ଯାତ୍ରା କଲେ ବହୁତ ଗୁଡ଼ିଏ ଜିନିଷ ଆପଣ ଦେଖିପାରିବେନି, ତଥା ଗୌରୀକୁଣ୍ଡ, ଯେଉଁଠି ଗୌରୀକୁଣ୍ଡ ପାଣି ଆସୁଛି, ସ୍ନାନ କଲେ ସେ ଗୌରୀକୁଣ୍ଡ ପାଖରେ ସ୍ନାନ କଲେ ଆପଣ କେଦାରନାଥଙ୍କୁ ଦର୍ଶନ କରିବେ। ତେଣୁ ଗୌରୀକୁଣ୍ଡରେ ଆପଣଙ୍କର ସ୍ନାନ କରିବା ବିଧେୟ, ଯେଉଁଟା ହେଲିକପ୍ଟରରେ ଗଲେ ଆପଣ କରିପାରିବେ ନାହିଁ। ସେମିତିକା ଆପଣଙ୍କର ଉତ୍ତର କାଶୀରେ ଯେଉଁ କାଶୀ ବିଶ୍ୱନାଥ ମନ୍ଦିର ଅଛି, ଧାରାଦେବୀ ମନ୍ଦିର ରହିଛି, ଗୁପ୍ତ କାଶୀରେ ଧାରାଦେବୀ ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର, ଅଳକାନନ୍ଦ କୂଳରେ ଯେଉଁ କାଶୀ ବିଶ୍ୱନାଥ ମନ୍ଦିର ଅଛି, ସେଗୁଡ଼ିକ ହେଲିକପ୍ଟରରେ ଗଲେ ଆପଣ ଦେଖିପାରିବେନି। ଏବଂ କେଦାରନାଥ ଜାଗାରେ ଯେଉଁ ଭୈରବ ମନ୍ଦିର ଅଛି, ଭୈରବକୁ ଦର୍ଶନ ନ କଲେ ଆପଣ କେଦାରନାଥ ଦର୍ଶନ ସମ୍ପୂର୍ଣ୍ଣ ହୁଏ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଆପଣ ଦେଖିବେ, ବୈଷ୍ଣବ ଦ୍ୱୀପକୁ ଗଲେ ମଧ୍ୟ ଭୈରବ ରହିଛନ୍ତି। ଭୈରବ ଗୋଟେ ଜାଗା, ଗୋଟିଏ ପ୍ରଭୁ ଯାହାକୁ ଦର୍ଶନ କଲେ ହିଁ ଆପଣଙ୍କର ଦର୍ଶନ ପ୍ରାପ୍ତି ହେବ। ସେ ସକାଶେ ଆପଣ ଯଦି ହେଲିକପ୍ଟରରେ ଯିବେ ତ ଆପଣ ଭୈରବଙ୍କୁ ଦର୍ଶନ କରିପାରିବେନି। ଅଯଥାରେ ଯିବେ କେଦାରନାଥ, ମୁଣ୍ଡିଆ ମାରିବେ, କେବଳ ଦର୍ଶକ ହିସାବରେ କେଦାରନାଥଙ୍କୁ ଦେଖିକିରି ଆସିବେ, କିନ୍ତୁ ଭକ୍ତି ଭାବରେ ଆପଣଙ୍କର ସେ ଜିନିଷଟା ମିଳିବ ନାହିଁ। ତେଣୁ ସେ ଭକ୍ତି ଭାବରେ ଯିବାକୁ ହେଲେ ଆପଣ ପାହାଡ଼ ଦିହରେ ଆଇଦର ଚାଲିକିରି ଯାଆନ୍ତୁ, ନହେଲେ ଘୋଡ଼ାରେ ଯାଆନ୍ତୁ, ନହେଲେ ପିଠୁରେ ଯାଆନ୍ତୁ, ନହେଲେ ପାଲିଙ୍ଗିରେ ଯାଆନ୍ତୁ। ଆପଣ ଗଲେ ଆପଣ ଭୈରବ ଦେଖିପାରିବେ, ଗୌରୀକୁଣ୍ଡରେ ସ୍ନାନ କରିପାରିବେ, ଏବଂ ଭକ୍ତି ଭାବରେ କେଦାରନାଥଙ୍କର ଦର୍ଶନ ପାଇଁ, ଯେଉଁ ଫଳପ୍ରାପ୍ତି ପାଇଁ, ମୋକ୍ଷ ପାଇଁ ଯେଉଁ ଭୈରବର ଦର୍ଶନ ନିହାତି ଦରକାର, ଆପଣ ଯେଉଁ ମୋକ୍ଷ ପାଇଁ ଯେଉଁ ଭୈରବ ଦର୍ଶନ କରିବେ, ସେଥିପାଇଁ ଆପଣଙ୍କର ହେଲିକପ୍ଟର ଯାତ୍ରାର କିଛି ଆବଶ୍ୟକ ନାହିଁ। ଯଦି ଆପଣ ହେଲିକପ୍ଟରରେ ଯାତ୍ରା କରିବେ, କେବଳ ଦର୍ଶକ ହିସାବରେ, ଟୁରିଷ୍ଟ ହିସାବରେ ସିନା ଯିବେ, କିନ୍ତୁ ଭକ୍ତ ହିସାବରେ ବା ହିନ୍ଦୁ ଧର୍ମର ଯେଉଁ ପ୍ରତୀକ ହିସାବରେ ପୂଜା ପଦ୍ଧତି, ପ୍ରଭୁଙ୍କ ପାଖରେ ଯେଉଁ ପ୍ରାର୍ଥନା କରିବା, ପ୍ରଭୁଙ୍କ ପାଖରେ ଭକ୍ତି ଭାବରେ ଯେଉଁ ଲୀନ ହେବା, ବା ଯେଉଁ ଆପଣ ମୋକ୍ଷ ପାଇଁ ଯେଉଁ ପ୍ରାପ୍ତି କରିବେ, ସେଗୁଡ଼ା କିଛି ହେବନି ଯଦି ହେଲିକପ୍ଟର ଯିବେ। ତେଣୁ ହେଲିକପ୍ଟର ବର୍ଜନ କରନ୍ତୁ, ପଦଯାତ୍ରା କରନ୍ତୁ, ଗୌରୀକୁଣ୍ଡରେ ସ୍ନାନ କରନ୍ତୁ, ଆଉ ଏଠି ଆପଣ ଭୈରବନାଥଙ୍କୁ ବି ଦର୍ଶନ କରନ୍ତୁ। ତାହେଲେ ଆପଣଙ୍କର କେଦାରନାଥଙ୍କ ଦର୍ଶନ ସଫଳ ହେବ। ଜୟ ଶ୍ରୀ କେଦାରନାଥ, ଜୟ ଶ୍ରୀ ବଦ୍ରିନାଥ, ଜୟ ଶ୍ରୀ କେଦାରନାଥ, ଜୟ ଶ୍ରୀ ବଦ୍ରିନାଥ।